ଆଜିର ବ୍ରେକିଂ ନ୍ୟୁଜ୍ରେ ଆପଣମାନଙ୍କୁ ସ୍ୱାଗତ। ବାସଗୃହ ପାଇଁ ସରକାର ଦେବେ 1,20,000। ବାସହୀନକୁ ଏକ ବାସଗୃହ ଯୋଗାଇ ଦେବାକୁ ନାନା ଯୋଜନା କାର୍ଯ୍ୟକାରୀ କରୁଛନ୍ତି କେନ୍ଦ୍ର ସରକାର। କିନ୍ତୁ ଏବେ ବି ଏଭଳି ଅନେକ ପରିବାର ରହିଛି ଯେଉଁଠି ଲୋକଙ୍କୁ ରହିବା ପାଇଁ ଘରଟିଏ ମିଳିପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ନୂଆ ନୂଆ ଯୋଜନା। ଏହି ଯୋଜନାରେ ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ରହୁଥିବା ପରିବାରକୁ ସୁବିଧା ଯୋଗାଇ ଦିଆଯିବ। ତେବେ ଏହି ଯୋଜନାରେ ଲାଭ କିଭଳି ଉଠାଇବେ? ଯାହା ଜାଗା ପାଇଁ ଏହି ଯୋଜନାରେ 1,30,000 ଟଙ୍କା ଯୋଗାଇ ଦିଆଯାଇଛି। ସେହିଭଳି ଘର ନିର୍ମାଣ ପାଇଁ ଏହି ଯୋଜନାରେ 1,20,000 ଟଙ୍କା ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗତ ବର୍ଷ ଅଗଷ୍ଟ 15 ତାରିଖରେ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ। ଏବେ ଲକ୍ଷ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଯୋଡ଼ି ହୋଇ ରହିଛନ୍ତି। ଏହାର ଅଫିସିଆଲ ୱେବସାଇଟ୍ ଯାଇ ଯୋଜନା ସମ୍ପର୍କରେ ଅଧିକ ବିବରଣୀ ପାଇପାରିବେ। ଆଗକୁ ନେଇ ଆସିବି ନୂଆ ନୂଆ ଖବର। ସୁସ୍ଥ ରୁହନ୍ତୁ, ସତର୍କ ରୁହନ୍ତୁ। ନମସ୍କାର ଓଡ଼ିଶାବାସୀ।